ଆମ ଆନିଭର୍ସରୀ ଦିନ ତାରିଣୀଙ୍କ ପାଖରୁ ଫେରିଲା ବେଳକୁ ବେଡ୍ ଉପରେ ଦୁଇଟି ଗିଫ୍ଟ ଥୁଆ ହେଇଥିଲା, ଯାହାକି ମୋ ସ୍ୱାମୀଙ୍କର ଯେ ମାଉସୀ ଝିଅ ମାନେ ମୋ ନଣନ୍ଦ ହେବେ ସେ ଗିଫ୍ଟ ଦୁଇଟାକୁ ଦେଇଥିଲେ ଆମ ଆନିଭର୍ସରୀ ପାଇଁ। ଆଜି ସେ ଗିଫ୍ଟକୁ ମୁଁ ଖୋଲିଥିଲି। ପ୍ରଥମେ ଛୋଟ ଗିଫ୍ଟଟା ଖୋଲିଥିଲି, ଯେଉଁଥିରେ କି ଏଭଳି ଭାବେ କ୍ୟୁଟ୍ କପଲ୍ ଦୁଇଟା ଥିଲେ ଆଉ କଲର୍ କମ୍ବିନେସନ୍ ତ ମସ୍ତ ଥିଲା। ତା ସହିତ ଏଥିରେ ଲାଇନିଂର ବ୍ୟବସ୍ଥା ମଧ୍ୟ ଥିଲା। ଆଉ ବଡ଼ ଗିଫ୍ଟଟା ଯେଉଁ ଥିଲା ତାକୁ ଯେତେବେଳେ ଖୋଲିଲି, ସେଥିରେ ମଧ୍ୟ ସେଇ ସେମ୍ କଲର୍ କମ୍ବିନେସନ୍ ଏଗେନ୍ ସେ କପଲ୍ ବାଲା ଗିଫ୍ଟ ଗୋଟେ ଥିଲା। ଆଉ ସେଥିରେ ମଧ୍ୟ ବହୁତ ସୁନ୍ଦର ଗୋଟେ ଫୁଲ ହେଇକି ତା ଦେହରେ ଲାଇଟ୍ ଜଳୁଥିଲା, ଯାହାକି ବହୁତ ସୁନ୍ଦର ଲାଗୁଥିଲା। ଲୋକା ସପ୍ରୁ ସେ କିଣିକି ଆଣିଛନ୍ତି ବୋଧେ, ତ ମୋତେ ତ ବହୁତ ହି ଭଲ ଲାଗିଲା ତାଙ୍କ ଗିଫ୍ଟ, ସେଥିପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ତାପରେ ମୋ ସ୍ୱାମୀଙ୍କୁ ମଧ୍ୟ ଗିଫ୍ଟ ଦେବାର ଥିଲା, ଯେହେତୁ ଆନିଭର୍ସରୀ ସେଥିପାଇଁ ତାଙ୍କର କିଛି ସରପ୍ରାଇଜ୍ ପ୍ଲାନିଂ କରିଥିଲି। ବହୁତ ହି ବଢ଼ିଆ ସରପ୍ରାଇଜ୍ ପ୍ଲାନିଂ କରିଥିଲି। ଆଉ ତାଙ୍କୁ ସେଇ ସରପ୍ରାଇଜ୍ ଗିଫ୍ଟଟା ମୁଁ ଆନିଭର୍ସରୀ ଦିନ ତ ଦେଇପାରିନଥିଲି, ଯେହେତୁ ଫେରିକି ବହୁତ ଲେଟ୍ରେ ଆସିଥିଲୁ ତାରିଣୀଙ୍କ ପାଖରୁ। ତା ପରଦିନ ମୁଁ ସେ ଗିଫ୍ଟଟାକୁ ଦେଇଥିଲି। ତ ମୋ ସ୍ୱାମୀଙ୍କର ଯିଏ ମା ଅଛନ୍ତି, ମାନେ ମୋ ଶାଶୁ, ସେ ଯେତେବେଳେ ସ୍ୱାମୀ ଅଷ୍ଟମ ନବମରେ ପଢ଼ୁଥିଲେ ତାଙ୍କର ଡେଥ୍ ହେଇଯାଇଥିଲା। ତ ସେଥିପାଇଁ ଆମର ଯେଉଁ ବାହାଘରର ଫଟୋ ଥିଲା ସେଥିରେ ସେ ନାହାନ୍ତି। ସେଥିପାଇଁ ବହୁତ ଖୋଜିଲା ପରେ ଇନଷ୍ଟାରୁ ଜଣେ ଜେନୁଇନ୍ ଆଇଡି ବାଲାଙ୍କୁ ମୁଁ ପାଇଥିଲି, ଯିଏକି ଏଭଳି ଭାବେ ଫଟୋ ଫ୍ରେମ୍ ବନେଇକି ଦିଅନ୍ତି। ଆପଣ ଯଦି ପାସପୋର୍ଟ ସାଇଜ୍ ଫଟୋ ବି ପଠାଇବେ ସେ ବନେଇକି ଦିଅନ୍ତି। ତ ମୁଁ ମୋ ଶାଶୁଙ୍କର ପାସପୋର୍ଟ ସାଇଜ୍ ଫଟୋ ପଠାଇଥିଲି, ଆଉ ସେ ଏଇଭଳି ଭାବେ 1299 ଟଙ୍କାରେ ପୁରା ଫ୍ରେମ୍ ବନେଇକି ଦେଇଛନ୍ତି। ମୋ ସ୍ୱାମୀଙ୍କୁ ତ ବହୁତ ଭଲ ଲାଗିଲା। ଆଉ ମୋର ଶ୍ୱଶୁର ଯିଏ ଅଛନ୍ତି ତା ସହିତ ଜେଜେମା, ତାଙ୍କୁ ମଧ୍ୟ ବହୁତ ହି ଭଲ ଲାଗିଲା।